ଚନ୍ଦ୍ରଭାଗାରେ ମାଘ ସପ୍ତମୀରେ କାହିଁକି ବୁଡ଼ ପକାନ୍ତି? କର୍ମ ଓ ପାପର ଶୁଦ୍ଧି, ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ଓ ଊର୍ଜା ବୃଦ୍ଧି, ମାନସିକ ଶାନ୍ତି ଲାଭ କେମିତି ମିଳିଥାଏ? ଧାର୍ମିକ ଓ ବୈଜ୍ଞାନିକଙ୍କ ମତରେ ଏହି ଦିନ କାହିଁକି ଅଧିକ ଗୁରୁତ୍ୱପୂର୍ଣ୍ଣ? ଏହି ବ୍ରହ୍ମାଣ୍ଡରେ ଆମକୁ ଯଦି କେଉଁ ଦୃଶ୍ୟମାନ ଶକ୍ତି ଜୀବନ ପ୍ରଦାନ କରିଆସୁଛି ତାହା ହେଉଛନ୍ତି ସୂର୍ଯ୍ୟ। ପ୍ରତିଦିନ ସୂର୍ଯ୍ୟ ନିଜର ଶକ୍ତି ବଳରେ ଧରାପୃଷ୍ଠକୁ ଆଲୋକିତ କରି ଊର୍ଜା ପ୍ରଦାନ କରିଆସୁଛନ୍ତି। ଆମ ସନାତନ ଧର୍ମରେ ସୂର୍ଯ୍ୟଙ୍କୁ କେବଳ ଏକ ନକ୍ଷତ୍ର ନୁହେଁ ବରଂ ପ୍ରତ୍ୟକ୍ଷ ଦେବତା ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ସୂର୍ଯ୍ୟଙ୍କୁ ଆସ୍ଥା, ପରମ୍ପରା ଓ ପ୍ରକୃତି ପ୍ରତି ସମର୍ପଣ ଭାବନା ନେଇ ଏକ ପବିତ୍ର ପର୍ବ ଭାବେ ମାଘ ସପ୍ତମୀ ପାଳନ କରାଯାଏ। ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଘ ସପ୍ତମୀ ପାଳନ କରାଯାଇଥାଏ। ଆଧ୍ୟାତ୍ମିକ ମତ ଅନୁଯାୟୀ ଏହି ଦିନ ସୂର୍ଯ୍ୟଙ୍କର ପ୍ରଥମ କିରଣ ଧରାପୃଷ୍ଠରେ ପଡ଼ିଥିଲା। ଏହି ଦିନ ପୂଜା, ବ୍ରତ ଓ ପବିତ୍ର ବୁଡ଼ ଆଦିରେ ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅଛି ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ରୋଗ, ଦୁଃଖ, କଷ୍ଟ ସବୁ ଦୂର ହୋଇଥାଏ। ଆମ ଦେଶରେ ପବିତ୍ର ନଦୀରେ ଅନେକ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ଆମ ରାଜ୍ୟର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ପୂର୍ବରୁ ବୁଡ଼ ପକାଇଲେ ଅତ୍ୟନ୍ତ ଶୁଭ ହେବା ସହ ଆମ ଶରୀର ପାପମୁକ୍ତ ଓ ରୋଗମୁକ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି। କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବୈଜ୍ଞାନିକଙ୍କ ମତରେ ମଧ୍ୟ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କ କିରଣରୁ ଆମକୁ ଭିଟାମିନ୍ ଡି, ଊର୍ଜା ଓ ଶାରୀରିକ ବଳ ମିଳିଥାଏ। ସକାଳୁ ଥଣ୍ଡା ଜଳରେ ସ୍ନାନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍ ହୁଏ, ରୋଗ ପ୍ରତିଶୋଧକ କ୍ଷମତା ବୃଦ୍ଧି ପାଏ ଓ ଶରୀରର ନର୍ଭସ୍ ସିଷ୍ଟମ ଭଲ କାମ କରେ। ଆମ ପରିବେଶ ଓ ଜୀବନ ଚକ୍ର ସୂର୍ଯ୍ୟଙ୍କ ଉପରେ ହିଁ ନିର୍ଭରଶୀଳ। ଏହି ପର୍ବ ଆମ ପ୍ରକୃତି ଓ ସଂସ୍କୃତିକୁ ଗୋଟିଏ ଫର୍ଦ୍ଦରେ ଯୋଡ଼ି ରଖିଛି।